ବିଜେଡି ସୁପ୍ରିମୋ କଣ ପାଇଁ ହାରିବାର କାରଣ ଖୋଜୁନାହାନ୍ତି? ଏନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ଆଜ୍ଞା, ଦୀର୍ଘ 24 ବର୍ଷ କାଳ ରାଜ୍ୟରେ ଶାସନ କରୁଥିବା ବିଜେଡି ଆଜି ପରାଜୟର ସ୍ୱୀକାର ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସାମ୍ନା କରୁଛି ବିଜୁ ଜନତା ଦଳ। ଶୋଚନୀୟ ପରାଜୟର 2 ସପ୍ତାହ ବିତିଗଲାଣି, ହେଲେ ପରାଜୟର ସମୀକ୍ଷା କରିପାରୁନି ବିଜେଡି। ବିଜେଡି ସୁପ୍ରିମୋଙ୍କୁ ଦଳର ବରିଷ୍ଠଙ୍କ ଠାରୁ ଯୁବ ନେତା ସମସ୍ତେ ସାକ୍ଷାତ କରୁଛନ୍ତି। ତେଣୁ ନବୀନ ନିବାସରେ ସବୁବେଳେ ଗହଳି ଲାଗି ରହିଛି। ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ନେତା କହିଥିଲେ କି ଦଳ ପରାଜୟର କାରଣ ଖୋଜିବ ଏବଂ ଏଥିପାଇଁ ଏକ କମିଟି ଗଠନ କରାଯିବ। ହେଲେ ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇ ନାହିଁ ଏବଂ ହାରିବାର କାରଣ ଖୋଜୁନାହିଁ ଦଳ, ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାରେ ଦେଖିବାକୁ ମିଳୁଛି। ରାଜନୈତିକ ମହଲରେ ବି ଏନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଛି। ଏହି ଘଟଣାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଯାଇଛି। ହେଲେ ବିଜେଡି ପରାଜୟ ପଛରେ ଅନେକ କାରଣ ମଧ୍ୟରୁ ପାଣ୍ଡିଆନ ପ୍ରସଙ୍ଗ ବଡ଼ କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରାଜନୀତି ସମୀକ୍ଷା ମତରେ ପରାଜୟ ସମୀକ୍ଷା କଲେ ସବୁ ଦୋଷ ନବୀନଙ୍କ ପାଖେ ପାଖେ ରହି ଦଳକୁ ନିୟନ୍ତ୍ରଣ କରୁଥିବା ବିକେ ପାଣ୍ଡିଆନଙ୍କ ଆଡ଼କୁ ଆସିପାରେ। ତେଣୁ ସେଥିପାଇଁ ବିଜେଡି ସୁପ୍ରିମୋ ଜାଣିଶୁଣି ପରାଜୟର କାରଣ ଖୋଜିବାରେ ବିଳମ୍ବ କରୁଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ବିଜେଡି ବିଧାୟକ ଦଳ ବୈଠକରେ ଆଠଗଡ଼ ରାଜା ସ୍ୱାଇଁ ଦଳର ବିପର୍ଯ୍ୟୟ ସମୀକ୍ଷା କରିବାକୁ କହିଥିଲେ। ସାରା ଦେଶରେ ବିଜେପି ଖରାପ ପ୍ରଦର୍ଶନ କରିବା ସତ୍ତ୍ୱେ ଓଡ଼ିଶାରେ କିନ୍ତୁ ସଫଳତା ପାଇଛି। 2014 ଓ 2019ରେ ସମଗ୍ର ଦେଶରେ ମୋଦି ଲହରୀ ଥିବା ସତ୍ତ୍ୱେ ଓଡ଼ିଶାରେ କିନ୍ତୁ ବିଜେଡିକୁ ପ୍ରଚୁର ଜନସମର୍ଥନ ମିଳିଛି। 2024 ଓ 2019ରେ ସମଗ୍ର ଦେଶରେ ମୋଦି ଲହରୀ ଥିବା ସତ୍ତ୍ୱେ ଓଡ଼ିଶାରେ କିନ୍ତୁ ବିଜେଡିକୁ ପ୍ରଚୁର ଜନସମର୍ଥନ ମିଳିଥିଲା। କାରଣ ଏବେ ମଧ୍ୟ ନବୀନଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସମର୍ଥନ ରହିଛି। ତେବେ ବିଜେଡି ମୁଖିଆ କେବେ ଦଳର ପରାଜୟ ଖୋଜିବେ ଏବଂ ଏଥିପାଇଁ କେବେ କମିଟି ଗଠନ କରାଯିବ ତାକୁ ଅପେକ୍ଷା କରିଛନ୍ତି ଦଳର ଅନେକ ନେତା, କର୍ମୀ ଓ ସମର୍ଥକ।